ଲଗାଣ ବର୍ଷାରେ ବେହାଲ ମଲିଆପତି ସାଇପାସି। ଏଭଳି ଦୁଃଖଦ ଅବସ୍ଥାକୁ ନଜର ପଡୁନି ସରପଞ୍ଚର, ନା ନଜର ପଡୁଛି ପ୍ରଶାସନର। ଲଗାଣ ବର୍ଷାରେ ବେହାଲ ଲୋକେ। ଯାଜପୁର ଜିଲ୍ଲା ପିଞ୍ଝାରପୁର ବ୍ଲକ ଅଧୀନସ୍ଥ ମଲିଆ ଗ୍ରାମର ପତି ସାହି ଲୋକେ ବହୁ ହନ୍ତସନ୍ତରେ କାଳତିପାତ କରୁଅଛନ୍ତି। ଚଳିତ ମାସରେ ଲଗାଣ ବର୍ଷାରେ ଦାଣ୍ଡ ପିଣ୍ଡାରେ ପାଣି ଆଣ୍ଠୁଏ। ପିଲାମାନେ ପାଠ ପଢିବା ବାଧା ସୃଷ୍ଟି, ବୟସ୍କ ଲୋକେ ଆଣ୍ଠୁଏ ପାଣିରେ ଯାତାୟାତ କରିବାର ନଜରକୁ ଆସିଛି। ଲୋକଙ୍କ ପ୍ରତିକ୍ରିୟାରୁ ଜାଣିବାକୁ ପାଇଲୁ ବିଷାକ୍ତ ଜୀବଜନ୍ତୁର ଭୟରେ ଲୋକେ ରାତି ଅନିଦ୍ରା ହେଉଥିବାର ଲୋକେ ବାରମ୍ବାର ପ୍ରତିକ୍ରିୟା ରଖିଅଛନ୍ତି। ଯଦି ବ୍ଲକ ପ୍ରଶାସନ ଏହାର ନିରାକରଣ ନ କରନ୍ତି ତେବେ ଜନ ଅସନ୍ତୋଷ ବୃଦ୍ଧି ପାଇବାର ସୂଚନା ଅଛି। ଲଗାଣ ବର୍ଷାରେ ଆପଣଙ୍କର ଯୋଉ ପାଣି ହେଇଛି, ଦ୍ୱାର ପିଣ୍ଡା ବୁଡି ଯାଇଛି, ଘର ଦ୍ୱାର ପାଣି, ସାପର ଆପଣ କହୁଥିଲେ ପ୍ରାଦୁର୍ଭାବ, ଆପଣ କଣ କହିବେ? ଆପଣ ପରିଚୟ ଦିଅନ୍ତୁ ଏବଂ କଣ କହିବେ? କଣ ଆଜ୍ଞା କହିବି, ଏଇଟା ବହୁତ ଦିନ ହେଲାଣି ଆମେ ଏଇଭଳିଆ ପଛରେ ପଡି, ବହୁତ ଲୋକ ସରପଞ୍ଚ ପଛରେ ପଡି ଆଜି ପର୍ଯ୍ୟନ୍ତ ଏଇ ଅବସ୍ଥାରେ ଆମ ଅଛୁ। ଦୀର୍ଘ 15-20 ବର୍ଷ ଆଗରୁ ଆଜି ବି ଆମେ ଏଇ ଅବସ୍ଥାରେ ଅଛୁ। ଏମଏଲଏ କୁ ଆମେ ଡାକିକି ଦେଖେଇଥିଲୁ, ଚେୟାରମ୍ୟାନ କୁ ଡାକିକି ଦେଖେଇଥିଲୁ। ଆମର ଚେୟାରମ୍ୟାନ ଏଇ ବର୍ଷର ଚେୟାରମ୍ୟାନ ହଉଛନ୍ତି ମ୍ୟାଡାମ କୁ ଦେଖେଇଥିଲୁ ଆଣିକି। ମ୍ୟାଡାମ ବି ଦାୟିତ୍ୱ ଦେଇଥିଲେ, କିନ୍ତୁ କିଛି ବଡ ଆଜ୍ଞା ହେଇଗଲା। ଏଇ ଅବସ୍ଥାରେ ମାନେ କୌଣସି କଥା ବି ଶୁଣୁନାହାନ୍ତି। ଆମେ ଯାଇ ମାଇପେ ମାନେ ବି ଯାଇ ଦାଳନ ଠିଆ ହେଲେ ବି ସେ ବି ମୁଣ୍ଡକୁ ନଉନାହାନ୍ତି। ଆମ ସରପଞ୍ଚ ବୁଝୁନାହାନ୍ତି। ଆମେ ଆପତ୍ତି କରୁଛୁ କେମିତି ଆମେ ପାଣିରୁ ଯେମିତି ଆମେ ମୁକ୍ତି ହେଇକି ଶାନ୍ତିରେ ରହିବେ। ଘର ଦ୍ୱାର ବୁଡି ଯାଉଛି, ସାପ ଘରେ ପଶିଲାଣି, ବେମାର ହେଇସାଇନୁନୁ, ଝାଡା ପିରି ପାରୁନୁ। ଏଇ ଆମ ସରପଞ୍ଚ କାନକୁ ନଉନେ, ଯାହା ଯୋଉଠି ହଉଛି ସରପଞ୍ଚ ଯେତେ ଯାହା କରୁছে ମୁଣ୍ଡକୁ ନଉଛନ୍ତି। ସ୍କୁଲ ବି ଛୁଆ ଯାଇ ପାରୁନାହାନ୍ତି, ଆମେ ଆଗରେ କହିବୁ କଣ? ହଁ, ନିଶ୍ଚିତ ଭାବରେ ଆମେ ପରିସ୍ଥିତି ଆପଣଙ୍କର ଦେଖୁଛୁ ଯେ ଲଗାଣ ବର୍ଷାରେ ଆପଣଙ୍କର ଘର ଦ୍ୱାର ପିଣ୍ଡା ହାଟ ବୁଡି ଯାଇଛି, ଆପଣ ଅସୁବିଧାରେ ଅଛନ୍ତି। ଘରର ପାଣି ପଶିଯାଇଛି, ସେଟା ଆପଣ କରୁଛନ୍ତି। ଆପଣଙ୍କ କଥାକୁ ଆମେ ପ୍ରଚାର ପ୍ରସାର କରିବାକୁ ଚାହିଁବୁ, ପ୍ରଶାସନକୁ ଜଣାଇବାକୁ ଚାହିଁବୁ ଏବଂ ଏହାର ନିରାକରଣ କେମିତି ହେଇପାରିବ। ଆପଣ ଲିଖିତ ଅଭିଯୋଗ କେବେ ଦେଇଥିଲେ କି? ଆସିକି ପ୍ରମିଳା ପୁରା ଆମ ଦୁଆରେ ଦେଖିକି ଆମେ ତାଙ୍କୁ ଅଭିଯୋଗ କରି ବହୁତ କଥା କହିଲୁ। ସେ କହୁଛି କରିଦେବେ ବୋଲିକି କେତେ ଦିନ ଗଲାଣି ଯେ ଦୀର୍ଘ ସେ କାନୁକି ବି ନଉନାହାନ୍ତି କଥାଟାକୁ। ଠିକ ଅଛି, ଧନ୍ୟବାଦ ଆପଣଙ୍କ ସୂଚନା ପାଇଁ। ଆପଣ ସୂଚନାକୁ ପ୍ରଚାର ପ୍ରସାର କରିବା ପାଇଁ ଆ ପାଇଁ ଟିକେ ଶୀଘ୍ର ତୁରନ୍ତ ଟିକେ କରନ୍ତୁ। ଘରେ ପାଣି, ଘରେ ସାପ ପଶିଲାଣି, ସେମାନେ କିଛି ପରିଚୟ ଦେବେ। ଆଜ୍ଞା, ପରିଚୟ ଦେବେ। ବିଞ୍ଝାରପୁର ବ୍ଲକ ଫତେପୁର ନିର୍ବାଚନ। ଆମେ ହଉଛୁ ମଲିଆ, ଫତେପୁର ମଲିଆ। ଆଜ୍ଞା, ବର୍ତ୍ତମାନ ଆପଣ ପାଣି ଘେରରେ ଅଛନ୍ତି। ଆଜ୍ଞା, କଣ କରିବେ? ପାଣି ଘରରେ ଆମେ ଘରେ ପିଲାମାନେ ଛୁଆ ପିଲା ନେଇକି ଘରେ ରହିଛୁ। ଆମେ ପାଣି ଘର ଭିତରେ ଛାପ ବେଙ୍ଗ ପଶି ଯାଉଛି। ପ୍ରଶାସନ କିଛି ତ ଦାୟିତ୍ୱ ନଉନାହାନ୍ତି, ଆକ୍ସନ କିଛି ନେଲେନି। ଆମେ କୌଣସି ବ୍ୟବସ୍ଥା ନାହିଁ, ଡ୍ରେନ୍ ବି କରୁନାହାନ୍ତି। ପରବର୍ତ୍ତୀ ସମୟରେ ପାଣି ବୁଡିଯିବ, ତେଣୁ ତାଙ୍କର ଅଭିଯୋଗ ଅଛି ଯେ ଏହାର ନିରାକରଣ, ଏହାର ଯଦି ନିରାକରଣ ନ ହୁଏ ଆଗାମୀ ପଦକ୍ଷେପ ଆମେ ରାଜସ୍ଥାନକୁ ନିଶ୍ଚୟ ଉଠିବୁ ଆଉ ଆନ୍ଦୋଳନ କରିବୁ। ଆଜ୍ଞା, 5 ଦିନ ହେଲା ଆମେ ପାଣି ଘେର, ତେଣୁକରି ବର୍ତ୍ତମାନ ତାହେଲେ ବର୍ଷା ଏତିକି ବର୍ଷାରେ ଆପଣଙ୍କର ପିଣ୍ଡାକୁ ପାଣି ଉଠିଲାଣି। ଆମ ଘରେ ତ ପଶିଯିବ, ଆଉ ରାତି ଭିତରେ ଆଜି ଘରେ ପଶିଗଲାଣି। ଆଉ କଣ ଆପଣ ଆଉ କଣ କହିବାକୁ ଚାହୁଁଛନ୍ତି? ଆପଣ ଯଦି ଏଇ ଆମର ଏଇ ପାଣି ବ୍ୟବସ୍ଥା କିଛି ନ କରିବେ ଆମେ ରାଜରାସ୍ତାକୁ ନିଶ୍ଚିତ ଉଠିବୁ। ପ୍ରଶାସନ ଦାୟୀ, ଏଥିରେ ପ୍ରଶାସନ ନିଶ୍ଚିତ ଦାୟୀ। ପରବର୍ତ୍ତୀ ସମୟରେ ଆମେ ଯିବା। ଏଠି ଅଛନ୍ତି ସ୍ଥାନୀୟ ଲୋକ, ଅଭିଯୋଗ କରିଥିଲେ କି କଣ କହିବେ? ଆପଣ କଣ କହିବେ? କଣ କହିବେ ଆପଣ? ଏଇ ଯୋଉ ପାଣି ଘେରରେ ଆପଣ ଅଛନ୍ତି, କଣ ଏ ଦିଗରେ ପ୍ରଶାସନ ଆମେ ପ୍ରଶାସନ ଦାବି କରିବୁ। ଆଜ୍ଞା, ଆମେ ଗୋଟେ ପବ୍ଲିକ, ଆମେ ରାସ୍ତାରେ ଯିବା ଆସିବା କରୁଥିଲୁ ଆଜ୍ଞା। ସଦାବେଳେ ଆମେ ମେନ୍ ରୋଡକୁ ଯିବା ଆସିବା କରୁ।
ଆଜ୍ଞା ଏଇଭଳିଆ ତ ସିଚୁଏସନ ଆମେ କମ ରାସ୍ତାରେ ଆମେ ଯିବା ଆସିବା କରିବା ପାଇଁ ଆମେ ଚାହୁଁ, କିନ୍ତୁ ଏପଟେ ବୁଲି ଗଲେ ବହୁତ ବାଟ, ଆମେ ଏପଟେ ଯିବାକୁ ଆମକୁ ସୁବିଧା ହୁଏ। ଆମେ ଦେଖୁଛୁ ଏଭଳିଆ ପରିସ୍ଥିତି, ପ୍ରଶାସନ ଆଗେ ହସ୍ତକ୍ଷେପ ନ କଲେ ଏଭଳିଆ ସିଚୁଏସନକୁ ଗଭର୍ଣ୍ଣମେଣ୍ଟ ପାଇଁ ପୁରା ସମ୍ପୃକ୍ତ ଦାୟୀ। ଗଭର୍ଣ୍ଣମେଣ୍ଟ ଏଥିରେ ପୁରା ହସ୍ତକ୍ଷେପ ନ କଲେ ପୁରା ଅସୁବିଧା ଲୋକ ସମ୍ମୁଖୀନ ଦେଖୁଛନ୍ତି ଆପଣ। ରାତି ଅଧରେ ଆମେ ଯିବା ଆସିବା କରୁଛୁ। ଆଜ୍ଞା ଆମେ ବହୁତ ବିଜ୍ଞ ସରପଞ୍ଚ କଲେକ୍ଟର ଗଲାଣି ଅଭିଯୋଗ। ଆମେ ଆମେ ଏମାନେ ଯାଆନ୍ତି ଆମେ ହଉଛୁ ଅଲଗା ପବ୍ଲିକ, ଆମେ ଯିବା ଆସିବା କରୁ, ଏମାନେ ଯାଆନ୍ତି ବୋଲି ଆମେ ଜାଣିଛୁ। ଆମେ ଜାଣିନି ଯେ ଆପଣ ଅଭିଯୋଗ କରିଛନ୍ତି, ଏମାନେ କରିଛନ୍ତି କାଳେ ଅଭିଯୋଗ ଆମେ ଶୁଣିଥିଲୁ ଅଳ୍ପ। ଆଉ ହଁ ଏଇ ପାଖାପାଖି ଆମେ ଏଇଠିକାର ବାସିନ୍ଦା। ଆମେ ଗୋଟିଏ ପଞ୍ଚାୟତ ଏପଟ ସେପଟ, ଆମେ ବାଛଳି ମାନେ ଫତେପୁର, ଆମେ ଏମାନେ ଯିବା ଆସିବା କରୁ ଆଜ୍ଞା। ନିଶ୍ଚିତ ଭାବରେ ଏଇଟା ଦୁଃଖଦ ଘଟଣା, ଯୋଉଟା କି ଛୋଟ ପିଲାମାନେ ଘର ଭିତରେ ସାପ ପଶିଗଲାଣି। ଆଜ୍ଞା ଦେଖୁଛନ୍ତି, ଆପଣ ଦେଖୁଛନ୍ତି, ଆମେ ତ ପବ୍ଲିକ ଦେଖିଲା ବେଳକୁ ଆମକୁ ଖରାପ ଲାଗୁଛି। କଣ କହିବେ? ଆମେ କଣ କହିବୁ, କଣ ଘର ଭିତରେ ଆମ ସାପ ପଶିଗଲାଣି, ଛୁଆ ପିଲା ସ୍କୁଲ ଯାଇପାରୁନାହାନ୍ତି, ଆମେ କଣ ଖାଇବୁ, ଆମ ପାଇଁ କଣ କରିବାର ବ୍ୟବସ୍ଥା କଲାଣି। ଆପଣ ଭୋଟ ନେଲା ବେଳକୁ ଘର ପାଖରେ ଆସି ଗୋଡ ହାତ ଧରୁଛନ୍ତି, କିଛି ଆମ ପାଇଁ ବ୍ୟବସ୍ଥା କରୁନାହାନ୍ତି। ଠିକ ଅଛି ଆପଣଙ୍କର ଅଭିଯୋଗ, ଆମ ଛୁଆ ପିଲା କଣ ସ୍କୁଲ ଯାଇପାରୁନାହାନ୍ତି। ଆପଣଙ୍କର ଦୁଃଖ ଦୁର୍ଦଶାକୁ ନିଶ୍ଚିତ ଭାବରେ ଆମେ ପ୍ରସାରଣ କରିବାକୁ ଚାହିଁବୁ। ସରପଞ୍ଚ ଏବଂ ପ୍ରଶାସନକୁ ଆମେ ଜଣେଇବାକୁ ଚାହିଁବୁ। ଆପଣଙ୍କ କଥାକୁ କଣ କହିବେ? ଆଜ୍ଞା ଆମେ ଅନୁରୋଧ କରୁଛୁ ପ୍ରଶାସନକୁ, ଆମର ଏ ଦୁଃଖ ଦୁର୍ଦଶା ଦୂର କରନ୍ତୁ। ଆମ ଘରେ ଛୁଆ ପିଲାମାନେ ଅନାହାର ହେଇଗଲେଣି, ଘର ଭିତରେ ପାଣି ପଶିଗଲେଣି, ଆମେ ରୋଷେଇ ବାସ ବି କରିପାରୁନୁ। ଏମିତିକି ଆମେ ଆଉ ରାସ୍ତାଘାଟରେ ଆଉ ଯିବା ଆସିବା କରିବା ପାଇଁ ବହୁତ ଅସୁବିଧା ହେଇଗଲାଣି। ଏଇ କଥା ଆମେ ସରକାରଙ୍କୁ ଅନୁରୋଧ କରୁଛୁ, ଆମର ଏ କଷ୍ଟ ନିବାରଣ କରନ୍ତୁ। ଧନ୍ୟବାଦ ଆପଣଙ୍କ ସୂଚନା ପାଇଁ। ସାର୍ ଆମେ ଏବାଟେ ଯାଉଛୁ, ଯିବା ଆସିବା କରୁଛୁ, ଆମର ପଞ୍ଚାୟତ ବାଛଳ, ଆମେ କେତେ ପାଣିରେ ଯାଉଛୁ, ଯିବା ଆସିବା କରୁଛୁ, ହଇରାଣ ହରକତ ହଉଛି। ଦେଖନି କେତେ ପାଣିରେ କଣ କରିମୁ, ସାପ କାହାକୁ ଦାୟୀ କରିମୁ? ଯୋଉମାନେ ନଉଛନ୍ତି ଭୋଟ ଫୋଟ ସେମାନେ ଆସିକି ତ ଦେଖିକି ଯାଉନାହାନ୍ତି। ତମେ ଟିକେ ଆପଣ ମାନେ କଣ କରିବ ଜଣାଉଛି। ଘେରରେ ଅଛୁ, କେତେ ପାଣିରେ ଯିମୁ। ସେଦିନ ସାପ କାମୁଡ଼ିଲା, ଗୋଟେ ସାପ କାମୁଡ଼ି ଦେଲା ସାର୍। ଯାଜପୁର ବିଞ୍ଝାରପୁରରୁ ଉଦୟନାଥ ଜେନାଙ୍କ ସହ ରାଜୁ ଜେନାଙ୍କ ରିପୋର୍ଟ, ଓମ୍ ମିଡିଆ।